ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କାଳୁପଡ଼ାଘାଟ କାର୍ତ୍ତିକେଶ୍ୱର ବଜାର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଭୟାବହ ଦୃଶ୍ୟ। କାର୍ତ୍ତିକେଶ୍ୱର ବଜାରର ମଝି ପାର୍ଶ୍ୱରେ ଥିବା ଶହ ଶହ ବର୍ଷର ପୁରାତନ ଓସ୍ତ ଗଛର ବିରାଟ ଡାଳ ଭାଙ୍ଗି ଯାଇଛି। ଓସ୍ତ ଗଛର ଡାଳ ଭାଙ୍ଗିଯାଇ 3 ବଖରା ଆଜବେଷ୍ଟସ୍ ଦୋକାନ ଘର ଭାଙ୍ଗି ଚୁରମାର ହୋଇଯାଇଛି। ଫଳରେ ଦୋକାନ ଘର ଭିତରେ ଥିବା ଦର୍ଜି ଦୋକାନୀ ରବୀନ୍ଦ୍ର କୁମାର ପରିଡ଼ାଙ୍କ ସମେତ ଅନ୍ୟ ଫାଷ୍ଟଫୁଡ୍ ଦୋକାନ ପଟେ ଶୋଇଥିବା ତପନ ସାହୁଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। ଦର୍ଜି ଫାଷ୍ଟଫୁଡ୍ ଏବଂ LIC ଅଫିସ୍ ଶୋଇଥିବା ଦୋକାନକୁ ମିଶାଇ 3ଟି ଦୋକାନ ଘର ଭାଙ୍ଗି ଚୁରମାର ହୋଇଯାଇଛି। ତେବେ ସମସ୍ତଙ୍କର ଜୀବନ ଅଳ୍ପକେ ବଞ୍ଚି ଯାଇଛି। ଗରମ ହେଉଥିବା ଯୋଗୁଁ ସମସ୍ତ ଦୋକାନୀ ବାହାରେ ଥିବା ଯୋଗୁଁ ଜୀବନ ବଞ୍ଚି ଯାଇଛି। ଫଳରେ ବଡ଼ ଅଘଟଣ ଟଳି ଯାଇଛି। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ନିରାକାରପୁର ବାଲଙ୍ଗୀର ମୋବାଇଲ ଟିଭି।